ନମସ୍କାର ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ଆଜିର କିଛି ଟପ୍ ନ୍ୟୁଜ୍। ଜୟ ଜଗନ୍ନାଥ ସାଙ୍ଗମାନେ, ଆମ ଚ୍ୟାନେଲରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ନୂଆ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ନୂଆ ନିଯୁକ୍ତି। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅନୁଗର୍ଗଙ୍କୁ ନିଯୁକ୍ତି ମିଳିଛି। 1991 ବ୍ୟାଚ୍ର IAS ଅଧିକାରୀ ହେଉଛନ୍ତି ଅନୁଗର୍ଗ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ଖବର, ଧାନ କିଣା ଦେଖିବେ ମୁଖ୍ୟମନ୍ତ୍ରୀ। ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଭିନ୍ନ ଜିଲ୍ଲାରେ କେମିତି ଚାଲିଛି ଧାନ ସଂଗ୍ରହ ପ୍ରକ୍ରିୟା, ତାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଉପସ୍ଥିତ ରହିବେ। ପରବର୍ତ୍ତୀ ଖବର, ଏଣିକି ଆପଣମାନଙ୍କ ଫୋନ ଏବଂ ମେସେଜ ଚେକ୍ କରିବେ ସରକାର। ସରକାର ଏହି ପ୍ରସଙ୍ଗରେ ନିଜର ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ ରଖିଛନ୍ତି, କିନ୍ତୁ ସତ କିଛି ଅଲଗା। ଯଦି ଆପଣ ଏହି ଖବରକୁ ବିଶ୍ୱାସ କରନ୍ତି ଏବଂ ଆପଣଙ୍କ ଗୋପନୀୟତା ବିଷୟରେ ଚିନ୍ତିତ, ତେବେ ବନ୍ଦ କରନ୍ତୁ। କୁହାଯାଉଛି ଯେ 1 ଏପ୍ରିଲ 2026 ଠାରୁ ଆୟକର ବିଭାଗ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, ଇମେଲ ଏବଂ ଏପରିକି ସୋସିଆଲ ମିଡିଆ ଆକାଉଣ୍ଟ ଗୁଡ଼ିକୁ ଯାଞ୍ଚ କରିବାର ସିଧାସଳଖ ଅଧିକାର ପାଇବ। ଆଜିକାଲି ସୋସିଆଲ ମିଡିଆରେ ଏକ ଖବର ସାଧାରଣ କରଦାତାଙ୍କୁ ଚିନ୍ତିତ କରିଛି। ପରବର୍ତ୍ତୀ ଖବର, ଇତିହାସ ରଚିଲା ଇସ୍ରୋ। ମହାକାଶକୁ ଯିବ ବ୍ଲୁବର୍ଡ ବ୍ଲକ୍ 2 ସ୍ୟାଟେଲାଇଟ୍। ଗତକାଲି ସକାଳ 8:45ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଏହି ଉପଗ୍ରହ ଉତ୍କ୍ଷେପଣ ହୋଇଛି। LVM-3 M6 ମିଶନ ଜରିଆରେ ଆମେରିକୀୟ କମ୍ପାନୀର ଯୋଗାଯୋଗ ଉପଗ୍ରହ ବ୍ଲୁବର୍ଡ ବ୍ଲକ୍ 2 କୁ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପନ କରାଯିବ। ମିଶନ ସଫଳ ହେଲେ ଏହା ଭାରତ ସମେତ ସାରା ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହେବ। ମିଶନ ସଫଳ ହେଲେ ବିନା ମୋବାଇଲ ଟାୱାର ରେଞ୍ଜରେ ଥିଲେ ବି ସିଗ୍ନାଲ ମିଳିବ। ସ୍ୟାଟେଲାଇଟ୍ ସଠିକ୍ କକ୍ଷପଥରେ ସ୍ଥାପିତ ହେଲେ ଓ ପରୀକ୍ଷଣ ସଫଳ ରହିଲେ ଏହା 4G ଓ 5G ସ୍ମାର୍ଟଫୋନକୁ ସିଧାସଳଖ ସେଲୁଲାର ବ୍ରଡବ୍ୟାଣ୍ଡ ସଂଯୋଗ ଦେବ। ଗ୍ରାହକଙ୍କୁ କୌଣସି ଅତିରିକ୍ତ ଆଣ୍ଟିନା କିମ୍ବା କଷ୍ଟମାଇଜ ହୋଇଥିବା ହାର୍ଡୱେର ଆବଶ୍ୟକ ହେବ ନାହିଁ। ପରବର୍ତ୍ତୀ ଖବର, ମହାପ୍ରଭୁଙ୍କର ଭଣ୍ଡାର ଘରେ କେତେ ରତ୍ନ ଅଳଙ୍କାର ରହିଛି ଓ କେବେ ହେବ ଗଣତି। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଅପେକ୍ଷାର ଖୁବ୍ ଶୀଘ୍ର ଅନ୍ତ ହେବାକୁ ଯାଉଛି। ଆସନ୍ତା 27 ତାରିଖରେ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ରତ୍ନ ଭଣ୍ଡାର ତଦାରଖ କମିଟିର ଉଚ୍ଚସ୍ତରୀୟ ବୈଠକ ବସିବ। ପରବର୍ତ୍ତୀ ଖବର, ପଲ୍ୟୁସନ ଯନ୍ତ୍ରଣା ମାସେ ମହଲତ। କହିଥିଲେ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟ ନାହିଁ ତ ମିଳିବନି ପେଟ୍ରୋଲ କି ଡିଜେଲ, ଯାହାକୁ ନେଇ PUCC ନଥିବା ଗାଡ଼ି ଚାଳକଙ୍କ ମଧ୍ୟରେ ପଡ଼ିଥିଲା ଭାଳେଣି। PUCC ସେଣ୍ଟରର ଯାଏଁ ଲାଗି ରହିଥିଲା ଧାଁ ଦୌଡ଼। ଶେଷରେ ସ୍ଥିତିକୁ ଦେଖି ବଡ଼ ଆଶ୍ୱସ୍ତି ସ୍ୱରୂପ ମାସକର ମହଲତ ଦେଇଛନ୍ତି ରାଜ୍ୟ ସରକାର। ଜାନୁଆରୀରୁ ନୁହେଁ, ବରଂ ଫେବୃଆରୀରୁ ଲାଗୁ ହେବ ନିୟମ। ଯାଞ୍ଚ ହେବ PUCC। ରାଜ୍ୟ ପରିବହନ ବିଭାଗ ଏନେଇ ସ୍ପଷ୍ଟ କରିଛି। ପରବର୍ତ୍ତୀ ଖବର, ଚାନ୍ଦବାଲିରେ ଲଜ୍ଜା, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ ଉତ୍ତେଜନା ଦେଖାଯାଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନେଇ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। 10 ଲକ୍ଷର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ରାଶି ପୀଡ଼ିତାଙ୍କ ପରିବାରର ନିକଟତମ ଆତ୍ମୀୟକୁ ଦିଆଯିବ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 10 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ତଦନ୍ତକାରୀ ଦୋଷୀକୁ କଠୋରରୁ ଅତି କଠୋର ଦଣ୍ଡାବିଧାନ ହେବ ବୋଲି କହିଛନ୍ତି। ପରବର୍ତ୍ତୀ ଖବର ଓଡ଼ିଶାର ପ୍ରଥମ ବ୍ୟାଟର ଭାବେ ଇତିହାସ ରଚିଲେ ଓଡ଼ିଆ ପୁଅ ସ୍ୱସ୍ତିକ। ଓଡ଼ିଶା କ୍ରିକେଟ ପାଇଁ ବୁଧବାର 24 ଡିସେମ୍ବର ଦିନଟି ଐତିହାସିକ ପାଲଟି ଯାଇଛି। ଓପେନିଂ ବ୍ୟାଟର ସ୍ୱସ୍ତିକ ସାମଲ ବିଜୟ ହଜାର ଟ୍ରଫିର ଏକ ମ୍ୟାଚରେ ସୌରାଷ୍ଟ୍ର ବିପକ୍ଷରେ ଆଲୁରଠାରେ ଏକ ସ୍ମରଣୀୟ ପାଳି ଖେଳି ନିଜ ନାମକୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରିଛନ୍ତି। ଏହି ଡାହାଣ ହାତୀ ବ୍ୟାଟର 169 ବଲରେ 212 ରନ୍ ସଂଗ୍ରହ କରି କେବଳ ନିଜ ଦଳକୁ ଏକ ଶକ୍ତିଶାଳୀ ସ୍ଥିତିରେ ପହଞ୍ଚାଇ ନାହାନ୍ତି ବରଂ ଲିଷ୍ଟ ଏ କ୍ରିକେଟରେ ଓଡ଼ିଶା ପକ୍ଷରୁ ଦ୍ୱିଶତକ ହାସଲ କରିଥିବା ପ୍ରଥମ ଖେଳାଳି ଭାବେ ଇତିହାସ ରଚିଛନ୍ତି। ପରବର୍ତ୍ତୀ ଖବର ବିଜୟ ହଜାର ଟ୍ରଫି ଆରମ୍ଭରୁ ଶତକ ବନ୍ୟା। ଦ୍ୱିଶତକ ହାସଲ କଲେ ଓଡ଼ିଆ ପୁଅ ସ୍ୱସ୍ତିକ। ରୋକଙ୍କ ବ୍ୟାଟିଂ ବି ଗର୍ଜିଲା। ସମସ୍ତ ରେକର୍ଡ ଭାଙ୍ଗିଲେ ଇଶାନ କିଶନ। ଝାଡ଼ଖଣ୍ଡ ପକ୍ଷରୁ ଖେଳିଥିବା ଇଶାନ କିଶନ 33 ବଲରେ ସେଞ୍ଚୁରୀ ମାରିଛନ୍ତି। ସେହିଭଳି ବୈଭବ ସୂର୍ଯ୍ୟବଂଶୀ 36 ବଲରେ ଶତକ ମାରିଥିବା ବେଳେ ସକିବୁଲ ଗିନି 32 ବଲରେ ସେଞ୍ଚୁରୀ ମାରିଛନ୍ତି। ଝାଡ଼ଖଣ୍ଡ ଦଳର ନେତୃତ୍ୱ ନେଇଥିବା ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଧୁଆନ୍ଧାର ଶତକ। ଭାରତୀୟ ଟି20 ବିଶ୍ୱକପ ଦଳରେ ଥିବା ଇଶାନ ଦ୍ୱିତୀୟ ଭାରତୀୟ ଭାବେ ଦ୍ରୁତତମ ଶତକ ହାସଲ କରିଛନ୍ତି। ପରବର୍ତ୍ତୀ ଖବର ପେସା ଆଇନକୁ ନେଇ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ଓଡ଼ିଶା ସରକାର। ବିଜେଡି ସରକାରକୁ ଏକଦା ତାଚ୍ଛଲ୍ୟ କରୁଥିବା ବିଜେପି ଶାସନକୁ ଆସିବା ପରେ ବି ବଦଳିନି ଚିତ୍ର। ଏ ଭିତରେ ମଙ୍ଗଳବାର ହେମନ୍ତ ସୋରେନ ସରକାର ଝାଡ଼ଖଣ୍ଡରେ ଲାଗୁ କରିଛନ୍ତି ପେସା ଆଇନ। ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଓଡ଼ିଶାରେ କେବେ ଲାଗୁ ହେବ?